ମୁଁ ଗୋଟେ ଅଭିଶାପ ଦେଉନି ମୁଁ ଯେଉଁଟା ମୋ ମନରୁ ଆସୁଛି କହୁଛି ମୁଁ ବହୁତ ଚିନ୍ତା କରୁଛି ସେଦିନଠୁ ଯାହାକି ସେ ପିଲାଟା ଭବିଷ୍ୟତ ମାନେ ବହୁତ ମାନେ ଆଜି ପର୍ଯ୍ୟନ୍ତ କୌଣସି ଝିଅକୁ ଆଖି ଉଠେଇ କେବେ ବି ଅନେଇ ନଥିବ। ସେ ନିଜେ ଜାଣିଛି ମୁଁ କଳା ମୁଁ ଶୁକୁଡ଼ାଟା ବୋଲି ସେ ନିଜେ ଜାଣିଛି। ମୋତେ କିଏ ବୟସ କରିବେ କି ନ କରିବେ ସେ କାହାକୁ କିଛି କୁହେ ନାହିଁ। ଯିଏ ଯାହା କହିବ ଦାନ୍ତ ଚିପିକି ଅଳ୍ପ ଟିକେ କଥା ହେବ। ଆଜି ଆଜି ସେ ଯାହା ବି କହୁଛି ମାନେ ନର୍ଭସ୍ ଅଛି ସେ ବହୁତ ତାର ମାଇଣ୍ଡ ଠିକ୍ ନାହିଁ ଆଜ୍ଞା। ମୋ ମାଇଣ୍ଡ ବି ଆଜ୍ଞା ଠିକ୍ ନାହିଁ। କ'ଣ ଆମେ ଆଜ୍ଞା କହିବା ଭିତର କଥା ତ ଆପଣ ସବୁ ଜାଣିପାରୁଥିବେ। ଏଠି ଆଜ୍ଞା ଜଣା ପଡୁଛି ଏଠି ଚେହେରା ନୁହଁ ଏଠି ଯୋଗ୍ୟତା ଦେଖୁଛନ୍ତି। ମାନେ ଯଦି ଆଜି ଭାଇ ଜଣେ ଚାକିରି କରିଥାନ୍ତେ ଗୋଟେ ସରପଞ୍ଚ ଏମଏଲଏ କି ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ କରିଥାନ୍ତେ ସେ ଝିଅ କ'ଣ ଛାଡ଼ିକି ଯାଇଥାନ୍ତା? ନାଇଁ ସେଇ କଥା ତ ଅଲଗା କିନ୍ତୁ ଆମ ପୁଅ ମାନେ ଯେଉଁ ଗ୍ୟାରେଜଟା କରିଛି ସିଏ ବି ଡେଲି 2000-1500 ଟଙ୍କା ଏକା କମାଉଛି। ବୁଝିପାରିଲେ କି ନାହିଁ? ଆଉ ଗଭର୍ଣ୍ଣମେଣ୍ଟ ଜବ୍ ହେଲେ କେତେ ଟଙ୍କା କମେଇବେ? ଗଭର୍ଣ୍ଣମେଣ୍ଟ ଜବ୍ 30-40 କମେଇବେ ଗୋଟେ ଯାଇଥାଏ ଚାକିରି। ବଡ଼ ଚାକିରି କଲେ 60-70 କମେଇବେ। ଇଏ ବି ତ କମାଉଛି ନା 40,000-50,000। କିନ୍ତୁ ଲୋକ ଏଠି ସମ୍ମାନ ଦେଖୁଛନ୍ତି ସମ୍ମାନ ଗାଡ଼ି ଗ୍ୟାରେଜଟା କ'ଣ ଅସମ୍ମାନ କାମଟା? ସେ ଝିଅ ତ ସେଇଥିପାଇଁ ଛାଡ଼ି ନା ସିଏ ସେଥିପାଇଁ ଛାଡ଼ିଗଲା ସେଇଟା ନୁହଁ। ସେ ତାକୁ ପସନ୍ଦ କଲା ନାହିଁ କଳା ବୋଲି ଛାଡ଼ିଗଲା। ହଁ ଯୋଗ୍ୟତା ନେଇକିନି କି ପୁଅକୁ କହିଦେବ ସେ କାହା କଲଜା ନାହିଁ ଯେ ଆମ ପୁଅକୁ ଯୋଗ୍ୟତା ନେଇକି କହିଦେବ ଯାହାର ଯୋଗ୍ୟତା ନାହିଁ ପଢ଼ିନି କି ମୂର୍ଖଟା କି ଗୋଟେ ଇଞ୍ଜିନିୟର ଗୋଟେ ଗାଡ଼ି ମେକାନିକ୍ ଗୋଟେ ଡକ୍ଟର ସାଙ୍ଗରେ ସମାନ।